ମୋ ନା ରାମ। ବର୍ତ୍ତମାନ ମୁଁ ବାହା ହୋଇ ଖୁସିରେ ଅଛି। ଏ ଘଟଣା ମୋର କଲେଜ ସମୟର। ସେତେବେଳେ ମୁଁ ଭୁବନେଶ୍ୱରର ଏକ ନାମୀ କଲେଜରେ ପଢ଼ୁଥିଲି। ମୋତେ ସେତେବେଳକୁ 19 ବର୍ଷ ବୟସ ହୋଇଥିଲା। ମୋ ଭଉଣୀମାନେ ସ୍କୁଲରେ ପଢ଼ୁଥିଲେ। ଏମିତି ଦିନକର ଘଟଣା। ଆମ ଘରକୁ ମୋର ସମ୍ପର୍କୀୟ ବାଣିଜ୍ୟ ଆସିଥିଲା। ନାଁଟି ତାର ମାନି। ବୟସ 14 ବର୍ଷ। ହେଲେ ବି ସେ ପତଳା ଥିବାରୁ ଜଣାପଡ଼େନି। ସେଦିନ ଆମ ଘରେ କରେଣ୍ଟ ନଥିଲା। ତେଣୁ ପଢ଼ାପଢ଼ି ନକରି ଖଟରେ ବସି ଫିଲ୍ମ ଦେଖୁଥିଲି। ମୋର ସାନ ଭଉଣୀ ଲକ୍ଷ୍ମୀ, ଯିଏକି ତୃତୀୟରେ ପଢ଼ୁଥିଲା, ତା ସହିତ ଘରେ ବୋଉ ରୋଷେଇ କରୁଥିଲା। ତେଣୁ ସେ କ୍ୱଚିତ ବାହାରକୁ ଆସୁଥିଲା। ମୋ ଭାଣିଜୀ ଆସିବାରୁ ମୁଁ ଖଟରେ ଶୋଇ ଆଲବମ୍ ଗୀତ ତାଙ୍କୁ ଦେଖେଇଲି। ମୁଁ ଆଉ ମୋର ଭଉଣୀ ଖଟରେ ଶୋଇଥାଉ, ହେଲେ ମାନି ତଳେ ବସିକି ଦେଖୁଥାଏ। କିଛି ସମୟ ପରେ ବୋଉ ଡାକିବାରୁ ଲକ୍ଷ୍ମୀ ଘରକୁ ପଳେଇଲା, ଆଉ ମାନି ମୋ ପାଖରେ ଖଟରେ ଶୋଇଲା। ମୋତେ ଥକା ଲାଗିବାରୁ ମୋବାଇଲ ମାନିକୁ ଦେଲି ଧରିବାକୁ। ସେ ମୋବାଇଲକୁ ଧରିଥିଲା ବେଳେ ମୁଁ ତାର ଅଣ୍ଟା ପାଖରେ ମୋର ହାତକୁ ରଖିଥାଏ। ମୁଁ ସେ ପର୍ଯ୍ୟନ୍ତ ତା ବିଷୟରେ କୌଣସି ଖରାପ କଥା ଚିନ୍ତା କରିନଥିଲି, କାରଣ ସେ ତ ମୋର ଭାଣିଜୀ, ଆଉ ସେ ଛୋଟ ଝିଅ ପରି ଦେଖାଯାଏ। କିନ୍ତୁ କ'ଣ ହେବ, ଯେତେବେଳେ ପୁରୁଷର ଛୁଆଁ ପାଇଲା, ବୋଧେ ସେ ଗରମରେ ତା ଗାଣ୍ଡିକୁ ମୋର ବାଣ୍ଡ ଉପରେ ଘଷିଲା। ମୁଁ ବି ସୁଯୋଗ ପାଇ ତାର ଗାଣ୍ଡିରେ ମୋର ବାଣ୍ଡକୁ ସେଟ୍ କରି ତାର ଫ୍ରକ୍ ଉପରେ ଆସ୍ତେ ଆସ୍ତେ ଘଷିଲି। ମୋର ହାତଟି ଧୀରେ ଧୀରେ ନେଇ ତାର ଦୁଧରେ ଚିପିଲି। ଦେଖିଲି ଭଉଣୀ ଆସିବା ପୂର୍ବରୁ ମୁଁ ଗୋଟେ ଚୁମା ଦେଇ ଆମେ ଅଲଗା ହୋଇଗଲୁ। ସେଦିନ ଆଉ ଅଧିକ କିଛି କରିବାର ସୁଯୋଗ ଆମେ ପାଇଲୁ ନାହିଁ। ଏହି ଘଟଣା ପରେ କିଛି ଦିନ ବିତିଗଲା। ମୁଁ ସେଦିନ ଘର ଭିତରେ ଏକୁଟିଆ ଫିଲ୍ମ ଦେଖୁଥାଏ। ମାନି ଆସିଲା ଆଉ ଡାକିବାରୁ ମୁଁ କବାଟ ଖୋଲିଲି। ସେ କହିଲା, ମାମୁଁ ମୋତେ ବି ଦେଖାଅ। ତାପରେ ମୁଁ କବାଟ ବନ୍ଦ କରିଦେଲି। ମୁଁ ଜାଣିଥିଲି ଟକିର ଗିହା ଖାଇବାର ମନ ଅଛି, ହେଲେ ମୁଁ ଆଗରୁ କାହା ସହ ଗିହାଗିହି କରିନଥିବାରୁ କେମିତି କରିବି ଏ କଥା ମୁଁ ମୋର ଭାବୁଥାଏ। ସେତେବେଳକୁ ମୁଁ ଚିନ୍ତା କଲି ଟିକେ ଖରାପ ଭିଡ଼ିଓ ଦେଖିବା ପାଇଁ। ତଳେ ଗୋଟେ କନ୍ଥା ବିଛେଇଲୁ, ଆଉ ପ୍ରଥମେ 2-3ଟା ଛୋଟ ଝିଅଙ୍କର ଭିଡ଼ିଓ ଦେଖିଲୁ। ଆମେ ଗରମ ହୋଇ ଆସିଲା ବେଳେ ମୁଁ ତାର ଚିପିବା ଆରମ୍ଭ କଲି, ଆଉ ସେ ମୋର ବାଣ୍ଡକୁ ଧରି ଆସ୍ତେ ଆସ୍ତେ ହଲାଉଥାଏ। ମୋବାଇଲ ବନ୍ଦ କରି ଆମେ ବିପି ଦେଖିଥିବା ପୋଜିସନରେ ତାକୁ ମୁଁ ଶୁଆଇଲି। ଲେଗିନ୍ସ ଆଣ୍ଠୁ ପର୍ଯ୍ୟନ୍ତ ଖସାଇ ଦେଲି। ଭିତରେ ସେ କିଛି ପିନ୍ଧିନଥାଏ। ଜାଣି ଶୁଣିକି ତା ବିଆରେ ମୋର ଗୋଟିଏ ଆଙ୍ଗୁଳି ପୂରେଇ ଦେଖିଲି ଯେ ବହୁ କଷ୍ଟରେ ଗଳିଲା। ମୁଁ ତାକୁ ଧୀରେ କି କହିଲି କି ବିଆ ରଖିଛୁ, ମୋର ଗୋଟିଏ ଆଙ୍ଗୁଳି ଠିକରେ ପଶୁନି, ମୋର ବାଣ୍ଡ କେମିତି ଗଳିବ। ତେଣୁ ଆଉ ବାଣ୍ଡରେ ନଗେଇ ହାତ ପୂରେଇ ତାକୁ ସଲସଲ କଲି। ଗରମ ହୋଇ ସେ ଖାଲି ସଁ ସଁ ହେଉଥାଏ, ଆଉ ମୋତେ କୁଣ୍ଢେଇ ଡେଇଁବାକୁ କହୁଥାଏ। ମୋର ପ୍ରଥମ ଥର ହୋଇଥିବାରୁ ଭୟରେ ତାକୁ ମନା କଲି ବିଆରେ କରିବାକୁ, ହେଲେ କ'ଣ ସେ ଛାଡ଼ୁଛି। ସେ କହିଲା, ବିଆରେ ନହେଲେ ଗାଣ୍ଡିରେ କରିଦେ। ମୁଁ ଚିନ୍ତା କଲି, ଯାହା ବି ହେଉ ସୁଯୋଗ ମିଳିଛି ମାନେ ଗାଣ୍ଡିରେ ହେଲେ କରିବି। ଏହା କହି ମୋର ବାଣ୍ଡକୁ ହାଲକା କରିଲି, ଆଉ ମାନିକୁ ଆଉ ଡଗି ପୋଜରେ ତା ଗାଣ୍ଡି ମୋ ପାଖରେ ରହିଲା। ମୁଁ ଧୀରେ ଧୀରେ ମୋର ମୁଷଳ ବାଣ୍ଡଟିକୁ ଗଳେଇବାକୁ ଲାଗିଲି, କିନ୍ତୁ ତାର ବୟସ କମ୍ ହୋଇଥିବାରୁ ତା ଗାଣ୍ଡି କଣା ମଧ୍ୟ ବହୁତ ଟାଇଟ୍ ଥିଲା। ମୁଁ କ'ଣ କଲି ନା, ତଳକୁ ନଇଁ ଯାଇ ତା ଗାଣ୍ଡି ପାଖକୁ ମୁହଁ ନେଇଗଲି। ପ୍ରଥମେ ତା ଗାଣ୍ଡି 2 ଗାଣ୍ଡିକୁ ଫାଡ଼ିକି ତା ଗାଣ୍ଡି କଣାକୁ ଶୁଙ୍ଘିବାକୁ ଲାଗିଲି। ତା ଗାଣ୍ଡି କଣାର ଯେ ବାସ୍ନା, ମୁଁ ପୁରା ପାଗଳ ହୋଇ ଉଠିଲି। ଆଉ ଗାଣ୍ଡି କଣା ଭିତରେ ଜିଭ ପୂରେଇ ତା ଗାଣ୍ଡି କଣାକୁ ସଲସଲ କରିବାକୁ ଲାଗିଲି। ଜିଭ ପୂରେଇ ଗାଣ୍ଡିକୁ ପୁରା ଚାଟି ଚାଟି ପୁରା ଲାଳୁଆ କରିଦେଲି, ଆଉ ଗୋଟେ ଆଙ୍ଗୁଳି ଗାଣ୍ଡି କଣାରେ ଗଳେଇଲି। ଆସ୍ତେ ଆସ୍ତେ ଗୋଟେ ଆଙ୍ଗୁଳି ତା ଗାଣ୍ଡି କଣା ଭିତରେ ଗଳିଗଲା। ତାପରେ ମୁଁ ଜାଣିପାରିଲି ଯେ ଟକିର ଗାଣ୍ଡି ଏବେ ଲାଳି ସାରିଲାଣି। ତଥାପି ମୁଁ ଏପର୍ଯ୍ୟନ୍ତ ମୋର ବାଣ୍ଡକୁ ଗଳେଇ ନଥିଲି, କାହିଁକି ନା ମୁଁ ଆଉ ଟିକେ ମଜା କରିବାକୁ ଚାହୁଁଥିଲି। ତା ଗାଣ୍ଡିକୁ ଚାଟୁ ଚାଟୁ ତା ବିଆ ଉପରେ ନଜର ପଡ଼ିଲା, ଆଉ ମୁଁ ଏଥର ତା ବାଳୁଆ ବିଆ। ଟକିର ବୟସ 14 ବର୍ଷ ହୋଇଥାଏ, ତଥାପି ତା ବିଆରେ ହାଲକା ହାଲକା ବାଳ ଉଠିଥାଏ। ମୁଁ ତାର ହାଲକା ବାଳକୁ ଦାନ୍ତରେ କାମୁଡ଼ିବାକୁ ଲାଗିଲି। ଆସ୍ତେ ଆସ୍ତେ କାମୁଡ଼ି କାମୁଡ଼ି ତା ବିଆର ଗୋଲାପ ପାଖୁଡ଼ାକୁ ପ୍ରଥମେ ଜିଭରେ ଟିକେ ଟଚ୍ କଲି। ଟକି ଟିକେ ଶିହରି ଉଠିଲା। ତାପରେ ମୁଁ ସିଧା ମୋର ଜିଭକୁ ତା ବିଆ ଭିତରକୁ ପୂରେଇ ଦେଲି, ଆଉ ବିଆକୁ ଚାଟିବାକୁ ଲାଗିଲି। ଆଉ ଏପଟେ 2 ହାତରେ 2 ଦୁଧକୁ ଦଳୁଥାଏ। ଟକି ଖାଲି ସଁ ସଁ ହେଉଥାଏ। ମୁଁ ପୁରା କୁକୁର ଭଳିଆ
ତା ବିଆ ଗାଣ୍ଡି ପୁରା ଜିଭ ପୁରେଇକି ଚାଟି ଚାଟି ପୁରା ଲାଳୁଆ କରି ଚାଲିଲି। ଏମିତି 5ରୁ 10 ମିନିଟ୍ ଖଣ୍ଡେ ମୁଁ ତାର ବିଆ ଗାଣ୍ଡିକୁ ଚାଟି ଲାଳ କରିଦେଇ ପୁରା ଲାଳୁଆ କରିଦେଲି। ମୁଁ ତା ବିଆ ଆଉ ଗାଣ୍ଡିକୁ ଏମିତି ଚାଟିଥିଲି ଯେ ତା ବିଆ ଆଉ ଗାଣ୍ଡିରୁ ମୋର ଛେପ ବୋହି ତଳେ ପଡ଼ୁଥାଏ। ଏସବୁ ଦେଖି ମୋତେ ବହୁତ ମଜା ଲାଗୁଥାଏ। ଇଚ୍ଛା ହେଉଥାଏ ଏବେ ମାଡ଼ି ବସିକି ଗେହି ଦିଅନ୍ତି, କିନ୍ତୁ ନା, ପ୍ରଥମ ଥର ହୋଇଥିବାରୁ ମୋତେ ଏମିତି ମଜା କରିବାକୁ ଆହୁରି ଇଚ୍ଛା ହେଉଥିଲା। ତାପରେ ମୁଁ ତା ଗାଣ୍ଡି ବିଆ ଚାଟି ସାରିଲା ପରେ ତାକୁ ଶୁଆଇଲି ଆଉ ତାକୁ କହିଲି ଏବେ ମୁଁ ତୋର ଚାଟିଲି, ତୁ ମୋର ଟିକେ ପାଟିଏ ପୁରେଇ ଖା। କିନ୍ତୁ ତାର ପ୍ରଥମ ଥର ହୋଇଥିବାରୁ ସେ ମନା କଲା। ତାପରେ ମୁଁ ମୋବାଇଲରେ ପୁଣି ଆଉ ଗୋଟେ ବିପି ଭିଡ଼ିଓ ଲଗେଇଲି, ଯେଉଁ ଭିଡ଼ିଓରେ ଗୋଟେ କମ୍ ବୟସର ଝିଅ ଗୋଟେ ଯବାନ ପୁଅର ବାଣ୍ଡକୁ ପାଟିରେ ପୁରେଇ ଚଷୁଛି ଆଉ ତାର ସବୁ ବୀର୍ଯ୍ୟକୁ ପାଟିରେ ପୁରେଇ ଖାଉଛି। ଏହି ପ୍ରକାର ଭିଡ଼ିଓ ଦେଖିଲା ପରେ ଭାଣିଜୀର ମନ ଟିକେ ଇଚ୍ଛା ହେଲା। ମୁଁ ତାକୁ ଆଉ ଥରେ କହିବାରୁ ସେ ରାଜି ହୋଇଗଲା। ଆଉ ଭିଡ଼ିଓରେ ଯେମିତି ଯେମିତି ସେ ଟୋକି କରୁଥାଏ ମୋ ଭାଣିଜୀ ମଧ୍ୟ ମୋର ସେମିତି କରୁଥାଏ। ଭିଡ଼ିଓ ଦେଖି ଭାଣିଜୀ ପୁରା ଗରମ ହୋଇଗଲା ଆଉ ମୋର ବାଣ୍ଡକୁ ପୁରା ପାଗଳି ଭଳିଆ କୁକୁର ଭଳିଆ ସେ ମଧ୍ୟ ଚାଟି ଚଷିବାକୁ ଲାଗିଲା। 5ରୁ 10 ମିନିଟ୍ ଖଣ୍ଡେ ସେ ମୋର ମୁଷଳିଆ ବାଣ୍ଡକୁ ଚାଟିଲା ପରେ ମୋ ବାଣ୍ଡରୁ ମଧ୍ୟ ଗରମ ଗରମ ବୀର୍ଯ୍ୟ ବହିଗଲା। ଆଉ ସେ ଟୋକି ଭିଡ଼ିଓ ଦେଖିକି ତ ପୁରା ଗରମ ହୋଇଯାଇଥିଲା। ବୀର୍ଯ୍ୟକୁ କି କ'ଣ ସେ ଛାଡ଼େ, ସିଧା ବୀର୍ଯ୍ୟକୁ ବି ଚାଟିକି ସେ ଖାଇଗଲା। ଏମିତି 5ରୁ 10 ମିନିଟ୍ ଖଣ୍ଡେ ବାଣ୍ଡକୁ ମୋର ଚଷିଲା। ତାପରେ ମୋର ବାଣ୍ଡରୁ ବୀର୍ଯ୍ୟ ବାହାରିଗଲା ପରେ ସେ ଖାଇକି ମୋର ବାଣ୍ଡ ଟିକେ ନରମ ହୋଇଗଲା। ତାପରେ ମୁଁ 5ରୁ 10 ମିନିଟ୍ ଖଣ୍ଡେ ଆମେ ବିଶ୍ରାମ କଲୁ। ତାପରେ ଏଥର ପୁଣି ସେ ଆଉ ଥରେ ମୋର ବାଣ୍ଡକୁ ଚଷିକି ଠିଆ କରିଲା। ମୋର ବାଣ୍ଡ ଠିଆ ହେଲା ପରେ ମୁଁ ତାକୁ କହିଲି, ଠିକ୍ ଅଛି ଭାଣିଜୀ, ଏବେ ମୁଁ ତଳେ ବସୁଛି, ତମେ ଆସି ମୋ ବାଣ୍ଡ ଉପରେ ବସ। ଆଉ ସେ ତାର ବିଆକୁ ଆଣିକି ମୋର ବାଣ୍ଡ ଉପରେ ଥୋଇଲା। କିନ୍ତୁ ତା ପୂର୍ବରୁ ମୁଁ ଜାଣିଥିଲି ବିଆ ତାର ଟାଇଟ୍ ଅଛି। ମୁଁ ଆଉ ଥରେ ନଈ ପଡ଼ି ତା ବିଆରେ ଜିଭ ଲଗେଇ ଦେଇ ତା ବିଆକୁ ଆଉ ଟିକେ ଚାଟି ପକେଇଲି, ଯାହାଦ୍ୱାରା ବିଆ ଆଉ ଟିକେ ଲାଳେଇଗଲା। ଏଥର ସେ କଚକିନା ଆସି ମୋର ବାଣ୍ଡ ଉପରେ ବସିଗଲା। ତା ଟାଇଟ୍ ବିଆ ହେଲେ ମଧ୍ୟ ବିଆ ଲାଳ ହୋଇଥିବାରୁ ମୋ ବାଣ୍ଡ ପୁରା କଚ୍ କରି ତା ବାଳୁଆ ଟାଇଟ୍ ବିଆ ଭିତରେ ଗଳିଗଲା। ସେ ପୁରା ଚିଲେଇ ଉଠିବାକୁ ଚାହୁଥିଲା। ମୁଁ ତା ମୁହଁରେ ହାତ ଦେଇଦେଲି। ସେ ପୁରା କାନ୍ଦି ପକେଇଲା, କିନ୍ତୁ ମୁଁ ତଥାପି ଛାଡ଼ିଲି ନାହିଁ। ମୁଁ କହିଲି ଭାଣିଜୀ ଟିକେ ସହିଯାଅ, ଦେଖିବ ବହୁତ ମଜା ଆସିବ। ତାପରେ ସେ ଆଖି ବନ୍ଦ କରିଦେଲା ଆଉ ମୁଁ ତାପରେ ତଳପଟୁ ଧକ୍କା ମାରିବାକୁ ଲାଗିଲି। ଏମିତି ଆସ୍ତେ ଆସ୍ତେ ଧକ୍କା ମାରି ମାରି ମୁଁ ମୋର ସବୁ ଗୋଟାକ ଯାକ ବାଣ୍ଡକୁ ତା ବିଆ ଭିତରେ ଗଳେଇ ଦେଲି। ଏବେ ତାକୁ ମଜା ଆସିବାକୁ ଲାଗିଲା ଏବଂ ସେ ମଧ୍ୟ ଗାଣ୍ଡି ହଲେଇ ହଲେଇ ମୋ ଠାରୁ ଗିହା ଖାଇବାକୁ ଲାଗିଲା। ଏମିତି 10 ମିନିଟ୍ ଖଣ୍ଡେ ତା ବିଆରେ ଗେଇଲି। ତାପରେ ମୋତେ ତା ଗାଣ୍ଡି ମାରିବାକୁ ଇଚ୍ଛା ହେଲା। ତାପରେ ମୁଁ ତାକୁ ପୁଣି ଡଗି ପୋଜରେ ରଖି ତା ଗାଣ୍ଡିକୁ ଚାଟିଲି ଆଉ ତାକୁ ନେଇ ଆଉ ଥରେ ମୋର ବାଣ୍ଡକୁ ଚଷେଇଲି। ତା ଗାଣ୍ଡି ଲାଳୁଆ ହେଲା ପରେ ମୁଁ ମୋର ଲାଳୁଆ ବାଣ୍ଡକୁ ନେଇ ତା ଗାଣ୍ଡି କଣାକୁ ଫାଡ଼ି ତା ଗାଣ୍ଡି କଣାରେ ସେଟ୍ କଲି ଆଉ ଗୋଟେ ଜୋରଦାର ଧକ୍କା ମାରିଲି। ଏଥର ତା ଗାଣ୍ଡିରୁ ରକ୍ତ ବାହାରିଗଲା। ତାପରେ ମୁଁ କପଡ଼ା ଆଣି ତା ରକ୍ତକୁ ପୋଛି ପୁଣି ମୋର ବାଣ୍ଡକୁ ଗଳେଇ ତା ଗାଣ୍ଡିରେ ଧକ୍କା ମାରିବାକୁ ଲାଗିଲି। ତା ଗାଣ୍ଡିରେ ପାଖାପାଖି 10ରୁ 15 ମିନିଟ୍ ଗେହିଲି। ଦର୍ଶକ ବନ୍ଧୁ, ବିଆ ଅପେକ୍ଷା ଗାଣ୍ଡିରେ ଗେହିବାରେ ମୋତେ ବହୁତ ମଜା ଆସୁଥାଏ। ଯେଉଁମାନେ ଗାଣ୍ଡିରେ ଗେହିଥିବେ ସେମାନେ ନିଶ୍ଚୟ ଜାଣିପାରୁଥିବେ। ଏମିତି 10ରୁ 15 ମିନିଟ୍ ତା ଗାଣ୍ଡିରେ ମୁଁ ଗେହି ଚାଲିଲି। 10ରୁ 15 ମିନିଟ୍ ଗେହି ସାରିଲା ପରେ ମୋର ବୀର୍ଯ୍ୟ ବାହାରିବାର ସମୟ ଆସିଲା ଆଉ ମୁଁ ମୋର ବାଣ୍ଡକୁ ଗାଣ୍ଡିରୁ କାଢ଼ି ଭିତରେ ପକାଇଦେଲି। ତାପରେ ଆମେ ଦୁହେଁ ଉଠି ବୀର୍ଯ୍ୟ ପୋଛାପୋଛି ହେଲୁ। ତାପରଠୁ ଯେତେବେଳେ ବି ଆମକୁ ମୌକା ମିଳେ ଆମେ ଭାଣିଜୀ ମାନେ ମୋ ଭାଣିଜୀ ଆମେ ନିର୍ଦ୍ଧୁମ ଗିହା ଗିହି କରୁ। ତ ଦର୍ଶକ ବନ୍ଧୁ, ଏ କାହାଣୀଟି ଏଇଠି ସମାପ୍ତ ହେଉଛି। କିନ୍ତୁ ହଁ, ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିନାହାନ୍ତି ତାହେଲେ ତଳେ କମେଣ୍ଟ ସେକ୍ସନରେ ପିନ୍ କରାଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଆପଣ ଡାଇରେକ୍ଟଲି ଯାଇ ଆମ ଟେଲିଗ୍ରାମ ଚ୍ୟାନେଲରେ ପହଞ୍ଚିଯିବେ। ଆଉ ଯେଉଁମାନେ ଜାଣିନାହାନ୍ତି ଟେଲିଗ୍ରାମ କ'ଣ, ଟେଲିଗ୍ରାମ ହ୍ୱାଟ୍ସଆପ୍ ଭଳି ବହୁତ ହି ଗୋଟେ ସେଫ୍ ଆପ୍। ଯେମିତି ହ୍ୱାଟ୍ସଆପ୍ରେ ଆପଣ ମେସେଜ୍ କରିପାରୁଛନ୍ତି, ଗ୍ରୁପ୍ରେ ରହିପାରୁଛନ୍ତି, ଟେଲିଗ୍ରାମରେ ବି ସେସବୁ କିଛି କରିହେବ। କିନ୍ତୁ ହ୍ୱାଟ୍ସଆପ୍ରେ ଆପଣଙ୍କ ମୋବାଇଲ ନମ୍ବର ଶୋ କରିବ, ଟେଲିଗ୍ରାମରେ ତାହା ଆପଣ ହାଇଡ଼୍ କରିପାରିବେ, ଯେଉଁଟାକି ଆପଣଙ୍କର ପ୍ରାଇଭେସି ରହିଲା। ଆପଣଙ୍କୁ ଏ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ଆପଣଙ୍କ ମତାମତ ନିହାତି ଜଣାନ୍ତୁ। ଆଉ ହଁ, ଏଇଭଳି ନୂଆ ନୂଆ କଷ ଓ ରୋମାଞ୍ଚକର କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇଥାନ୍ତୁ।